ଦୁଇ ଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତି। ବଡ଼ଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତୀକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କର ତିନି ରଥ। ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ। ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ହରିବୋଲ ଧ୍ୱନିରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ। ଏହିଠାରୁ ଜନ୍ମବେଦୀକୁ ପହଣ୍ଡି କରିଯିବେ ତିନି ଠାକୁର। ସେଠାରେ 9 ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ। ପୁଣି 9 ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ। ଆଜି ସିନା ଗୁଣ୍ଡିଚା ମନ୍ଦିର ଖୁସିରେ ଉଛୁଳୁଛି, କିନ୍ତୁ ପ୍ରାଣପ୍ରିୟ ମହାପ୍ରଭୁଙ୍କୁ ଛାଡ଼ି ଶ୍ରୀମନ୍ଦିର କିନ୍ତୁ ସନ୍ତାପି ହେଉଛି। ପୁରୀ ସହିତ ଓଡ଼ିଶାର ଅନେକ ଜିଲ୍ଲାରେ ମହାପ୍ରଭୁଙ୍କ ରଥଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଜଗତସିଂହପୁର ରଘୁନାଥପୁରର ମୁଣ୍ଡୋଳ ଜଗନ୍ନାଥ ମନ୍ଦିର, ଯାଜପୁରର ହରିପୁର ଜଗନ୍ନାଥ ମଠ ଏବଂ ସୋନପୁରର ବିନକା ଜଗନ୍ନାଥ ମନ୍ଦିର ଏବଂ କଟକ ଜିଲ୍ଲା ଆଠଗଡ଼ର ଶ୍ରୀ ଅଟ୍ଟାଳି ଜଗନ୍ନାଥ ମନ୍ଦିର ଆଦି ଜାଗାରେ ରଥଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ବ୍ୟୁରୋ ରିପୋର୍ଟ, ସମୀକ୍ଷା ନ୍ୟୁଜ୍।